ଉତ୍କଳ ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ବାଲେଶ୍ୱର ସର ଉତ୍କଳ ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସର ମଡର୍ଣ୍ଣ ହୋଟେଲ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ଲୋକନାଥ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସର ବିଧାୟକ ମାଧବ ଧଡ଼ା, ମୁଖ୍ୟ ବକ୍ତା ଭାବେ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ, ବରେଣ୍ୟ ଅତିଥି ଭାବେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ସରକାର ଖବରକାଗଜର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ସମ୍ମାନୀୟ ବକ୍ତା ଭାବେ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ନାୟକ ଓ ହାରାଧନ ବାନାର୍ଜୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନରେ ସରକାରଙ୍କ ଆଖି କାନ ହେଉଛନ୍ତି ସାମ୍ବାଦିକ। ସମାଜ ଗଠନ ଓ ଦେଶର ବିକାଶ ଦିଗରେ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସାମ୍ବାଦିକଙ୍କ ଦାବି ପ୍ରତି ସରକାରଙ୍କ ଅଣଦେଖାକୁ ଅତିଥିମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ବାରିକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘର ମୁଖପତ୍ର କଲମ କଥା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କମିଟି ସଦସ୍ୟ ନିରଞ୍ଜନ ପ୍ରସାଦ ବାରିକ, ସତ୍ୟବ୍ରତ ପ୍ରଧାନ, ବରିଷ୍ଠ ଉପସଭାପତି ଜୀବନ କୃଷ୍ଣ ବାରିକ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବେହେରା, ସଞ୍ଜୟ କୁମାର ସାମନ୍ତ, ଆତ୍ମାନନ୍ଦ ଦାସ, ଦେବେନ୍ଦ୍ର ଦାସ, ଅନାଦି ଚରଣ ନାୟକ, ଲୋକନାଥ ପରିଡ଼ା, ତ୍ରିଲୋଚନ ମହାନ୍ତି, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାନ୍ତ୍ରା, ସଂଗଠନ ସମ୍ପାଦକ ଭଗବାନ ଦାସ, ସତ୍ୟବ୍ରତ ଦାସ, ସନ୍ଦୀପ କୁମାର ପଣ୍ଡା, ଗଣମାଧ୍ୟମ ସଂଯୋଜକ ପ୍ରମୋଦ କୁମାର ସିଂହଳ ପ୍ରମୁଖ ସମେତ ବିଭିନ୍ନ ବ୍ଲକରୁ ଆସିଥିବା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସଂଖ୍ୟା ସେପରି ପରିହାର୍ଯ୍ୟ ନଥିଲା। ଯେତେବେଳେ ସୁଧାଂଶୁ ଶେଖର ବାରିକଙ୍କ ସହିତ ବିଭୂତିଧରଙ୍କ ସଂସ୍ପର୍ଶରେ ଆମେ ମୁଁ ସହିତ ଆମର କର୍ମକର୍ତ୍ତାମାନେ ଆମେ ସଂସ୍ପର୍ଶରେ ଆସିଲୁ। ଅନବରତ ଭୁଗୁରାଇଠୁ ଶିମୁଳିଆ ପର୍ଯ୍ୟନ୍ତ 12ଗୋଟି ବ୍ଲକରେ ମୁଁ ଆପଣମାନଙ୍କ ଅବଗତି ନିମନ୍ତେ କହିବାକୁ ଚାହୁଁଛି। 12ଗୋଟି ବ୍ଲକରେ ବର୍ତ୍ତମାନ 257 ଜଣ ଆମର ସଦସ୍ୟ ଅଛନ୍ତି ଏବଂ ବାଲେଶ୍ୱର ମାଟିରେ ଯେଉଁ ସଂଘ ଅଛି କେବଳ ହେଡକ୍ୱାର୍ଟର ଛାଡ଼ିଦେଲେ କୌଣସି ସଂଗଠନର ବ୍ଲକ ସଂଗଠନ ନାହିଁ। ଏ ସଂଗଠନ ଉତ୍କଳ ଏକମାତ୍ର ସଂଗଠନ। ରାଜ୍ୟରେ ସର୍ବପୁରାତନ ସଂଗଠନ ହୋଇଥିଲା ବେଳେ ବାଲେଶ୍ୱରରେ ସର୍ବୋଚ୍ଚ ଅଗ୍ରଣୀ ସଂଗଠନ ସବୁଠାରୁ ଶକ୍ତି ପଦମାନେ ସମର୍ଥନ କରିଥିଲା। ଏବଂ ଖାଲି ସେତିକି ନୁହେଁ, ସାମ୍ବାଦିକ ଯଦି ସାମ୍ବାଦିକର ସମସ୍ୟା ପ୍ରତି ଆପଣ ଧ୍ୟାନ ନ ଦିଅନ୍ତି ବା ସାମ୍ବାଦିକ ପ୍ରତି ଅବହେଳା କରନ୍ତି ବା ଅହେତୁକ ଆକ୍ରମଣ କରନ୍ତି, ତା ବିରୁଦ୍ଧରେ କିଭଳି ଆନ୍ଦୋଳନ ଗଢ଼ି ତୋଳାଯାଇପାରେ ତାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଶ୍ରୀଯୁକ୍ତ ଲୋକନାଥ ଦଳେଇ, ଯେ ଆମ ସଭାପତି ଲଢୁଆ ସାଥୀ, ଯାହାଙ୍କର ଗୋଡ଼ରେ ବେଢ଼ି ପଡ଼ିଥିଲା। ଆପଣ ଜାଣିଛନ୍ତି ଘରେ ଘରେ ଚର୍ଚ୍ଚା ହେଇଥିଲା। ଆଉ ଉତ୍କଳ ସାମ୍ବାଦିକ ସଂଘର ନେତୃତ୍ୱରେ ସେହି ଲଢ଼େଇକି ଆମେ ଦୀର୍ଘଦିନ ଲଢ଼ିଥିଲୁ ଏବଂ ପରିଶେଷରେ ଯେଉଁ ଥାନା ଅଧିକାରୀ ଥିଲେ ତାଙ୍କୁ ଲୋକ ଅଦାଲତରେ ହାଇକୋର୍ଟରେ ତାଙ୍କ 5 ଲକ୍ଷ ଟଙ୍କାର ଜୋରିମାନା ପରବର୍ତ୍ତୀ ସମୟରେ ଆମକୁ ଗୋଟେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଦେବେ ସାର୍, ବୁଝିଲେ। ପୂଜ୍ୟ ପୂଜାର ସାର୍ଥକ ଉପାୟନ, ପୂଜ୍ୟ ହେ ଘେନ ପୂଜ୍ୟ ପୂଜାର ସାର୍ଥକ ଉପାୟନ। ଆପଣ ତଗରିଆ ବିନମ୍ର ଭାବରେ ଆପଣଙ୍କ ପାଖରେ କ୍ଷମା ପ୍ରାର୍ଥନା କରିନେଉଛି। ହେଇପାରିବ ଏବଂ ତାହାକୁ ନେଇ ରାଜ୍ୟ ସଭାପତି ଯେଉଁ ରାଜ୍ୟ ନେତୃମଣ୍ଡଳୀ ତାକୁ ସରକାରଙ୍କଠାରେ ଉପସ୍ଥାପନ ସୁଦୃଢ଼ କରିବା ପାଇଁ ଇଏ ହେଉଛି ଆମର ଲକ୍ଷ୍ୟ। ତେଣୁ ଏ ବର୍ଷ ମଧ୍ୟ ଆମେ ଲକ୍ଷ୍ୟ ନେଇଛୁ ଆଗାମୀ ବର୍ଷ ଆମେ ପଦମାନେ ସମର୍ଥନ କରିଥିଲା। ଏବଂ ଖାଲି ସେତିକି ନୁହେଁ, ସାମ୍ବାଦିକ ଯଦି ସାମ୍ବାଦିକର ସମସ୍ୟା ପ୍ରତି ଆପଣ ଧ୍ୟାନ ନ ଦିଅନ୍ତି ବା ସାମ୍ବାଦିକ ପ୍ରତି ଅବହେଳା କରନ୍ତି ବା ସମୟ ଅତିକ୍ରାନ୍ତ ହେଲା। କିଛି ସମୟ ପରେ ମା ଚଢ଼େଇ ଫେରିଲା, ବର୍ଷାରେ ଦେଖିଲା ସାପ ପଡ଼ିଛି, ଛୁଆ ନାହାନ୍ତି। ସାପ ପଡ଼ିଛି, ଛୁଆ ନାହାନ୍ତି ଅର୍ଥାତ୍ ଯେଉଁ ସାପକୁ ସେ ମରିଲା ତାকে ଆଣିଥିଲା ସେ ଗୋଟେ ମରିବା ଅଭିନୟ କରୁଥିଲା, ତାକୁ ଖାଦ୍ୟ ଦରକାର। ବିଗତ ବର୍ଷମାନଙ୍କରେ ଅନେକ ରାଜନୈତିକ ଦଳ ଯାଇଛନ୍ତି।